ଜଳବନ୍ଦୀରେ କାନସର ପଞ୍ଚାୟତ କାର୍ଯ୍ୟାଳୟ ଡେଙ୍ଗୁ ବ୍ୟାପିବା ସମ୍ଭାବନା। ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ କାନସର ପଞ୍ଚାୟତ କାର୍ଯ୍ୟାଳୟ। ଅନୁଗୁଳ ଜିଲ୍ଲା ବୋରପାଳ ବ୍ଲକ ଅନ୍ତର୍ଗତ କାନସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜଳବନ୍ଦୀ ଘେରରେ ରହିଛି। ବର୍ଷା ଦିନ ହେତୁ ଗ୍ରାମର ଡ୍ରେନ୍ ଗୁଡ଼ିକ ସଫା ନ ହେବା କାରଣରୁ ଅଳିଆ ଆବର୍ଜନା, ପାଇଖାନା, ମଇଳା ପାଣି ଆସି ପଞ୍ଚାୟତ ସମ୍ମୁଖରେ ଜମା ହୋଇ ରହିଛି, ଯାହା ଫଳରେ ପାଣି ଯିବାର ଅସୁବିଧା ହେଉଛି। ଏହି ବାଟ ଦେଇ ଦୈନନ୍ଦିନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ମାନେ ଯିବା ଆସିବା କରୁଥିବା ବେଳେ ନିଷ୍କାସନ ବ୍ୟବସ୍ଥା କରୁନାହାନ୍ତି। ଏହାସହ ଗ୍ରାମର ବୃଦ୍ଧ ବୃଦ୍ଧା, ବାର୍ଦ୍ଧକ୍ୟ ଭତ୍ତା ଅଭିଯୋଗକାରୀ ତଥା ହିତାଧିକାରୀ ମହିଳାମାନେ ଲୁଗା ଟେକି ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ କାଦୁଅରେ ଯିବା ଆସିବା କରୁଛନ୍ତି। ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପୁଥିବା ବେଳେ ଡ୍ରେନ୍ ଓ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନା ସଫା ଓ ନିଷ୍କାସନ ନ କରିବା ହେତୁ ଗ୍ରାମବାସୀ ଜୀବନର ଅନିଶ୍ଚିତ ଦେଇ ଗତି କରୁଅଛି। ବର୍ଷା ଦିନ ପୂର୍ବରୁ ଡ୍ରେନ୍ ଗୁଡ଼ିକ ସଫା କରାଯାଇ ନଥିବାରୁ ଏହି ସମସ୍ୟା ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଡେଙ୍ଗୁ, ମ୍ୟାଲେରିଆ, ହଇଜାର ଗନ୍ତାଘର ବର୍ତ୍ତମାନ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ବୋଲି ସାଧାରଣରେ ନିନ୍ଦା ପ୍ରକାଶ ପାଇଅଛି। ଏ ଦିଗରେ ବ୍ଲକ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ନିଷ୍କାସନ ବ୍ୟବସ୍ଥା କରାଇଲେ ମାରାତ୍ମକ ରୋଗ ଦାଉରୁ ଗ୍ରାମବାସୀ ରକ୍ଷା ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଅଛି। ଅନୁଗୁଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।